ସାଙ୍ଗମାନେ ଯେଉଁମାନଙ୍କର ପାଇଲ୍ସ ଅଛି, ଅର୍ଶ ଅଛି, ମଳକଣ୍ଟକ ଅଛି, ଭଙ୍ଗନ୍ଦର ଅଛି, ଯେଉଁମାନଙ୍କର ଆପଣ ମଳ ଦ୍ୱାରରେ ଯାହାର ରକ୍ତ ବାହାରୁଛି, ତ ଆଜିର ରେମେଡି ଥରେ ଟ୍ରାଏ କରିବେ, ଦେଖିବେ ପୁରାପୁରି ଭଲ ହେଇଯିବ। ଆମେ ଏଠି କିଛି ନେବା, ଦେଖନ୍ତୁ ଅମର ପୋଇ ପତ୍ର, ଯାହାକୁ ହେମକାକରି ପତ୍ର କୁହାଯାଏ। ଦିନକୁ ଆପଣଙ୍କୁ 2ଟା ଏଥିରୁ ଖାଇବାର ଅଛି। ସେଇ ମାପ ଅନୁସାରେ ଆପଣ ନେବେ। ମୁଁ ଆପଣମାନଙ୍କୁ ଅଳ୍ପ ଅଳ୍ପ ବନେଇକି ଦେଖଉଛି। ଆପଣ ଏହାକୁ ଲଗାତାର 7 ଦିନ ପାଇଁ ଏକାଥରେ ବନେଇବେ। 7 ଦିନେ 14ଟା ପତ୍ର ଆପଣ ନେବେ। 1 ଚାମଚ ନେବେ କଳା ଜିରା, 1 ଚାମଚ ଗୋଲମରିଚ ଟିକେ ଭଲସେ ଚିକଣ କରି ଏହାକୁ ବାଟିଦେବେ। ପୁରା ଚିକଣ ହେଇକି ବାଟି ସାରିଲା ପରେ ଏହାକୁ 7 ଗୁଳା କରିଦେବେ। ଏକାଥରେ ବନେଇକି ଆପଣ ଏହାକୁ ଫ୍ରିଜରେ ବି ରଖିପାରିବେ ଏବଂ ସବୁଦିନ ସକାଳୁ ଖାଲି ପେଟରେ ଆପଣ ଏଥିରୁ 1 ଟେଳା ଖାଇବେ ଏବଂ ତାପରେ ପାଣି ପିଇଦେବେ ଏବଂ ତାପରେ ଅଧଘଣ୍ଟା ଘଣ୍ଟେ ପରେ ଯାହା ଖାଇବା କଥା ଖାଇବେ। ଏଇ ଦେଖିବେ 7 ଦିନ ପରେ ଆପଣଙ୍କୁ କେତେ ଆରାମ ଲାଗିବ। ଏହିପରି ଆପଣ କିଛି ଦିନ ଲଗାତାର କରନ୍ତୁ, ଦେଖିବେ ଧୀରେ ଧୀରେ ଆପଣଙ୍କର ପାଇଲ୍ସ, ମଳକଣ୍ଟକ, ଭଗନ୍ଦର, ଆପଣଙ୍କର ମଳଦ୍ୱାର ଯେଉଁ ରକ୍ତ ପଡ଼ା ପୁରାପୁରି ଭଲ ହେଇଯିବ। କାରଣ ଏ ଯେଉଁ ଅମର ପୋଇ ପତ୍ର ବଢ଼ିଆ କାମ କରିଥାଏ ମଳକଣ୍ଟକ ପାଇଁ। ତା ସହିତ ତେଲ ମସଲା କମ୍ କରିବେ, ପାଣି ସଫିସିଏଣ୍ଟ ପିଇବେ, ଦେଖିବେ ଧୀରେ ଧୀରେ ଆପଣଙ୍କର ଏଇ ଯେଉଁ ରୋଗଟା ପୁରାପୁରି ଭାବେ ଭଲ ହୋଇଯିବ।